मद्गुरु श्री जगतगुरु मदात्मा सर्वभूतात्मा तस्मै श्री गुरवे अज्ञानं तिमिरान्धस्य ज्ञानाञ्जन चक्षुर्मिलितं येन तस्मै श्री गुरवे আজি ধর্ম বিভিন্ন রূপরে বিভিন্ন নামরে মানে নামাঙ্কিত হয়েছে। প্রকৃতরে ধর্ম যেতে রূপ বহন কলে ବି ମଣିଷର କିଛି ପରିବର୍ତ୍ତନ ହୁଏ ନା। ଯେମିତି ଆମର ଘର ସଂସାରରେ ହାତେ ଚାଖଣ୍ଡେ ଭୂମି ପାଇଁ ଘରର ଭାଇ ଭଉଣୀଙ୍କ ଭିତରେ ଗୋଟେ କଳି କଜିଆ ଅଶାନ୍ତି ସୃଷ୍ଟି, ଠିକ୍ ସେଇଭଳି ବିଭିନ୍ନ ଭାବର ବା ପନ୍ଥର ସନ୍ଥମାନେ ଯଦି ଧର୍ମର ଦାୟିତ୍ୱ ବହନ କରନ୍ତି, ସେମାନେ ମଧ୍ୟ କିଛି କମ୍ କଜିଆ କରିବେ। ମଞ୍ଚ ଉପରେ ଯେତେବେଳେ ବସନ୍ତି ସେମାନଙ୍କର କଥା ଅଲଗା, ଯେହେତୁ ତାଙ୍କର ସାଧନା ନାହିଁ କିମ୍ବା ଅନୁଭବ ନାହିଁ କିମ୍ବା ସେ କଥାକୁ ସେ କିଛି ଭାବି ନାହାନ୍ତି, ତେଣୁ ତାଙ୍କ ଭିତରେ ସେଇ ଭାଇ ଭଗାରୀ ଭାବନାଟା ରହେ। ତା ନ ହୋଇଥିଲେ ଆଜି ପୃଥିବୀରେ ଧର୍ମକୁ ଆକ୍ଷେପ କରି ରକ୍ତ ମଧ୍ୟ ସେ ବୁହାଇ ଦେଉଛି। ଧର୍ମ ସେଇଆ ନୁହେଁ। ଆମେ ଧର୍ମର ନାଁ ସବୁ କହୁଛୁ, କେଉଁ ନାମଟି ଧର୍ମର ପ୍ରକୃତ ନାମ ସେ କଥା ମଧ୍ୟ ଆମେ ପ୍ରତିପାଦିତ କରି ପ୍ରମାଣ କରିପାରିବୁ। ବିଶ୍ୱାବସୁଙ୍କର ଜଙ୍ଗଲରେ ବା ବିଶ୍ୱାବସୁ ଯେଉଁ ଜଙ୍ଗଲରେ ରହୁଥିଲେ, ସେ ଶବର ଧର୍ମ ରକ୍ଷା କରି ସିଏ ଗୋଟେ ମୂର୍ତ୍ତି ପୂଜା କରୁଥିଲେ। ବିଦ୍ୟାପତି ବ୍ରାହ୍ମଣ ସିଏ ଜଙ୍ଗଲ ବିନୋଦରେ ଯାଇଥିଲେ, ଜଙ୍ଗଲ ବୁଲିବା ପାଇଁ। ରାତି ହେଇଯାଇଛି, ବିଦ୍ୟାପତି କୋଉଠି ରହିବେ? ସେ ବ୍ରାହ୍ମଣ ଅନ୍ୟ ଘରମାନଙ୍କରେ ଖାଦ୍ୟପେୟ ସେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ବିଦ୍ୟାପତି ଥିଲେ ଜଣେ ବିପ୍ଳବୀ। ତାଙ୍କର ଏସବୁ କଥା ପ୍ରତି ଭାବନା ନଥିଲା। ସେ ବିଶ୍ୱାବସୁଙ୍କ ଗୃହରେ ଅତିଥି।
ଅତିଥି ହେବା ପରେ ବିଶ୍ୱାବସୁଙ୍କର ଏକମାତ୍ର ଝିଅ ଯାହା ତାକୁ ଆସେ ସେଇଭଳି ରାନ୍ଧିକିରି ସେ ପରିବେଷଣ କଲେ ଏବଂ ବିଦ୍ୟାପତି ଖାଇଲେ। ଦିନେ ନ ରହି କିଛି ଦିନ ରହିଲେ। ରହିବା ଭିତରେ ବିଦ୍ୟାପତିଙ୍କର ବିଶ୍ୱାବସୁ ଶବରଙ୍କ ଝିଅ ଭିତରେ ସମ୍ପର୍କ ସୃଷ୍ଟି ହେଲା ଏବଂ ବିଶ୍ୱାବସୁ ଦେଖିଲେ ଯେ ବିଦ୍ୟାପତିଙ୍କ ଭଳି ଜଣେ ଭଲ ବ୍ରାହ୍ମଣଙ୍କୁ ଯଦି ମୋ ଝିଅକୁ ବିବାହ ଦେବି ଅସୁବିଧା କିଛି ନାହିଁ, କିନ୍ତୁ ଏମାନଙ୍କର ସ୍ୱଭାବ ହେଉଛି ଇଏ ବିବାହ ହେବା ପାଇଁ ହଁ ହଁ କହି ପୁଣି ପରେ ବି ନା କହିଦେଇପାରନ୍ତି। ତେଣୁ ସେ ବିଦ୍ୟାପତିଙ୍କୁ କହିଲେ ଯେ ଆପଣ ଯଦି ମୋର ଝିଅକୁ ବିବାହ ହେବେ ପ୍ରକୃତରେ ବିବାହ ହେବେ ନା ଏଇଠୁ କଥା କହି ତ ନିଜ ରାଜ୍ୟକୁ ଫେରିଯିବେ ତାପରେ ଭୁଲିଯିବେ। ବିଦ୍ୟାପତି କହିଲେ ନା ନା, ମୁଁ ଘରକୁ ଯିବି, ଘରେ ଆତ୍ମୀୟ ସ୍ୱଜନଙ୍କ ସହିତ ମିଶିବି ଏବଂ ବିବାହର ପ୍ରସ୍ତାବ ଦେବି। ମୁଁ ରାଜାଙ୍କର ପଣ୍ଡିତ, ମୁଁ ଇଏ ଭୁଲ କରିବିନି। ସେଇଠି ବିଶ୍ୱାବସୁ କହିଥିଲେ, କହିଲେ ବିଦ୍ୟାପତି ବ୍ରାହ୍ମଣଙ୍କୁ କହିଥିଲେ ମୁଁ ଜାତିରେ ଶବର, ମୋର ପୂର୍ବ ବଂଶ ହେଉଛି ମୁଁ ଜାରା ଶବର ବଂଶ। ଯେଉଁ ଜାରା ଶବରଙ୍କ ଦ୍ୱାରା ଭଗବାନ କୃଷ୍ଣ ମଧ୍ୟ ନିହତ ହୋଇଛନ୍ତି ବା ଦେହତ୍ୟାଗ କରିଛନ୍ତି। ତେଣୁ ମୁଁ ସେଇ ବଂଶର ଲୋକ ବିଶ୍ୱାବସୁ, ମୁଁ ତୁମକୁ କେବେ ହେଲେ କ୍ଷମା ଦେଇପାରିବିନି। ଏଇଭଳି କଥାକୁ ଆମେ ଯେତେବେଳେ କହୁଛୁ ତାକୁ ଏମିତି ଭାବରେ ବନେଇଛୁ ନେଇ କହୁଛୁ, ସିଏ ପ୍ରକୃତ ମୌଳିକ କଥା ଗୁଡ଼ିକ ତା ଭିତରେ ଆସିପାରୁନି ନା ତାକୁ କେହି ଲୋକ ବୁଝିପାରୁନି। ସେ ରାଜା ଇନ୍ଦ୍ରଦମ୍ନ ଥିଲେ, ତାଙ୍କ ସ୍ତ୍ରୀ ଗୁଣ୍ଡିଚା ଥିଲେ, ମା ଗୁଣ୍ଡିଚା ସ୍ୱପ୍ନ ଦେଖିଲେ। ଏଇଭଳି ଭାବରେ ଆମର କଥା ଗୁଡ଼ିକ ଆରମ୍ଭ। ସେଇଭଳି ଧର୍ମଦାୟକ ମାନେ ଯେତେବେଳେ ଧର୍ମର କଥା କହୁଛନ୍ତି, ସିଏ ଯେ କେବଳ ଭାଗବତର ସୁଦାମାଙ୍କ ଚରିତ୍ର, ବିଦୁରଙ୍କ ଚରିତ୍ର ଏଇଆକୁ କହିଲେ ସେ ଭାଗବତ କହିବେ। ଯଦି ଗୋଟିଏ ଛୋଟିଆ ଗପ କହିବେ, ସେଇ ଗପକୁ ଆଧାର କରି ମଣିଷ ସମାଜ ପାଇଁ କ'ଣ ବାର୍ତ୍ତା ସେ ଯଦି କହିପାରିବେ, ଲୋକଙ୍କୁ ବୁଝେଇ ପାରିବେ, ତାହେଲେ ସମାଜରେ ପରିବର୍ତ୍ତନ ହେଇଯିବ। ସେଇ ଗପ ଭିତରୁ ବଳିଆ ବି ଗୋଟେ ଗପ କହେ, ଯୋଉ ଗପ ଆପଣମାନେ ଜାଣିଛନ୍ତି। ଟୁଆଁ ଟୁଇଁର ଗପ ଗୋଟିଏ ଆମ ଓଡ଼ିଶାରେ ପ୍ରଚଳନ। ଟୁଆଁ ଆଉ ଟୁଇଁ ଇଏ ଦୁଇଟି ଭାଇ ଭଉଣୀ ଜଙ୍ଗଲ ଭିତରେ ଥିଲେ।
ସେଇ କଥାକୁ ନେଇ ଯଦି ଆମେ କହିବା, ଟୁଆଁ ଟୁଇଁ କହିଲେ ଜୀବ ଆଉ ପରମ, ଜ୍ଞାନ ଆଉ କର୍ମ, ଭାବ ଆଉ ଭକ୍ତି, ସେବା ଆଉ ନମ୍ରତା, ଏଇ ଦୁଇ ଭାଇ ଭଉଣୀକୁ ନେଇ ଆମେ ସମସ୍ତେ ସଂସାର ରୂପକ ଜଙ୍ଗଲରେ ରହିଛୁ। ଟୁଆଁ ଟୁଇଁଙ୍କର ଚକୁଳି ପିଠା ଖାଇବା ପାଇଁ ଇଚ୍ଛା ହେଲା। ଚକୁଳିଟି ହେଉଛି ଗୁରୁ, ସଦ୍ଗୁରୁଙ୍କର ରୂପ। ଅଖଣ୍ଡ ମଣ୍ଡଳାକାରಂ ବ୍ୟାପ୍ତଂ ଯେନ ଚରାଚରମ୍ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଚକୁଳି ପିଠାକୁ ପାଥେୟ କରି ଗପଟି ଆରମ୍ଭ ହେଲା। ବାଘ ମାମୁଁ ପର୍ଯ୍ୟନ୍ତ ସେ କଥାଟା ଚାଲିଲା। ଜୀବନ ଭିତରେ ଗୋଟେ ବାଘ ମାମୁଁ ଅଛି। ମାୟା ଆଉ ମୁଙ୍କାର ରୂପକ, ମାୟା ମୁଙ୍କାର ଆଉ ଈର୍ଷା, ଇଏ ତିନୋଟି ଯାକ ମିଶେଇ ଦେଲେ ସିଏ ହୁଅନ୍ତି ବାଘ ମାମୁଁ। ତେଣୁ ବାଘ ମାମୁଁ ପର୍ଯ୍ୟନ୍ତ ଏ କଥା ଗଲା। ଶେଷରେ ବାଘ ମାମୁଁଟି ଟୁଆଁ ଟୁଇଁଙ୍କ ପାଖକୁ ଆସିଥିଲେ। ଟୁଆଁ ଟୁଇଁ ସେତେବେଳେ ପିଠା ଖାଇବା ସାରି ଦେଇଥିଲେ। କିଛି ଗୋଡ଼ି ଫୋଡ଼ି ମିଶେଇ ଗୋଟାଏ ଚକୁଳି କରି ଥୋଇ ଦେଇଥିଲେ। ତାଙ୍କୁ ଯେମିତି ଖାଇଲେ ତା ହାତ ଭାତ ଭାଙ୍ଗିଗଲା। ତାର ଅର୍ଥଟି କ'ଣ? ଯେତେବେଳେ ମଣିଷ ଭିତରେ ଜ୍ଞାନର ଉଦୟ ହୁଏ, ଟୁଆଁ ଟୁଇଁ ଭଳି ଜୀବ ପରମ ତତ୍ତ୍ୱକୁ ଯେତେବେଳେ ମଣିଷ ଅନୁସନ୍ଧାନ କରେ, ସେତେବେଳେ ଈର୍ଷା, ମାୟା, ମୁଙ୍କାର ନିଶ୍ଚିତ ଭାବରେ ତାଠାରୁ ପଳାଏ। ତେଣୁ ପ୍ରତ୍ୟେକ କଥା ହେଉଛି ଆଧ୍ୟାତ୍ମିକ କଥା, ଭାଗବତ କଥା। ସେଇ ଭାଗବତ କଥା ହେଉଛି ଗୀତାର ପ୍ରତିଟି ଶ୍ଲୋକ ବେଦ ବେଦାନ୍ତର ଆଦେଶ। ତେଣୁ ଆଜି ସମାଜ ଯେଉଁଭଳି ଭାବରେ ଗତି କରୁଛି, ତା ପାଇଁ ଦରକାର କେବଳ ବାର୍ତ୍ତା, ଗପ ନୁହେଁ, ବାର୍ତ୍ତା ଦିଅ। ଧର ବର୍ତ୍ତମାନ ଗୋଟେ ସମାଜରେ ଅଭାବ ପଡ଼ିଛି ଗଛ। ଗଛ ବଞ୍ଚାଇବା ପାଇଁ ଅନେକ ବିପ୍ଳବ ଚାଲିଛି। ମୋତେ ଯଦି କିଏ ପଚାରେ ଗଛଟି କ'ଣ, ଗଛର ତତ୍ତ୍ୱଟି କ'ଣ, ଗଛର ବିଜ୍ଞାନ ଆପଣମାନେ କହିବେ ସେ ଅମ୍ଳଜାନ ଦିଏ। କିନ୍ତୁ ଜଣେ ଆଧ୍ୟାତ୍ମିକବାଦୀ ସିଏ କହେ ବାଟୋଇମାନେ ରାସ୍ତାରେ ଗଲାବେଳେ, ମାନେ ବାଟରେ ଗତି କଲାବେଳେ, ବାଟରେ ଯାଉଥିବା ବେଳେ ଯଦି ଗଟା ଗତି ଶବ୍ଦରେ ଆସିବ, ଯଦି ଥକା ମାରନ୍ତି, ତାହେଲେ ଯେଉଁ ଛାୟା ତଳେ ସେ ରହନ୍ତି ସିଏ ହେଉଛି ଗଛ। ଏଇ କଥାଟାକୁ ଯଦି ଆମେ ଆଉ ଟିକେ ଚିନ୍ତା କରି କହିବା, ପ୍ରତ୍ୟେକ ଜୀବନର ଗତି ଯଦି ଅନନ୍ତଙ୍କ ଛାୟା ତଳେ ବିଶ୍ରାମ ନିଏ, ସେଇ ଜୀବନ ପ୍ରକୃତରେ ଗଛର ଫଳକୁ ପ୍ରାପ୍ତ।
ସେଇ କଥାକୁ ନେଇ ଯଦି ଆମେ ଲୋକଙ୍କୁ କହିବା ଯେ ବର୍ତ୍ତମାନ ଗଛ ପ୍ରଚଣ୍ଡ ଭାବରେ ଅଭାବ, ତାଳ ଗଛ ଅଭାବରେ ଅନେକ ଲୋକ ବଜ୍ରପାତରେ ମରୁଛନ୍ତି। ରାସ୍ତାଘାଟରେ ଯେତିକି ଗଛ କଟା ହେଉଛି ସେତିକି ଗଛ ଲଗା ହେଉନି। ତେଣୁ ଯାହା ବି ହଉ ଖାଲି ଆମେ ହରେ କୃଷ୍ଣ କିଣିଥାଏ ଗୋରୁ କି ରାମ ରାମ ଶ୍ୟାମ ଶ୍ୟାମ ଏମିତି ଗୋଟେ କହିଲେ ସମାଜ ପରିବର୍ତ୍ତନ ହେବ, ତାହା ମୋ ମନ ଭିତରକୁ ସେଟା ଆସୁ। ବାସ୍ତବ କଥାଟା ଆମେ ରାମ ରାମ କହିବା ପୂର୍ବରୁ ରାମଙ୍କୁ କାହିଁକି ଡାକିବା, ରାମଙ୍କର ଆଦର୍ଶ କ'ଣ ଥିଲା ସେଇଟାକୁ ସିନା କହିଲେ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ। ଆଉ ଖାଲି ରାମ 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 ଅବତାର ନେଇଥିଲେ ଏମିତି କହିଲେ କ'ଣ ହେବ? ସେଥିପାଇଁ ବଢ଼ିଆ ଗୋଟେ ଗୀତରେ ଲେଖିଥିଲା, ରାମ ରାମ ରା କହୁଥାଉ ମୁଖେ ରାମଙ୍କ ଆଦର୍ଶ, ରାମ ରାମ ଆମେ ରାମ ରାମ କୋଉଠୁ କହୁଛୁ? ରାମଙ୍କର ଆଦର୍ଶ କିଛି ଆମ ପାଖରେ ନାହିଁ। ତୁ ରାମ କହିକି ରାମଟା କ'ଣ ଅଛି? ତେଣୁ ଆଜି ଆଦର୍ଶ ବିହୀନ କଥା ଆଜି ମଣିଷର ମନକୁ ବିଗାଡୁଛି। ଆଜିର ଏଇ ପବିତ୍ର ସନ୍ଧ୍ୟା ଆଉ 2ଟି ଦିନ ପରେ ଠାକୁରଙ୍କର ବ୍ରହ୍ମ ସେବା ଶେଷ ହେବେ। ଠାକୁରଙ୍କର ପହୁଡ଼ ଖୋଲା ହେବେ ଏବଂ 21 ତାରିଖ ଦିନ ସନ୍ଧ୍ୟାରେ ଗୋଟିଏ ସନ୍ଥ ଗୋଟେ ସନ୍ଥ ସମ୍ମିଳନ ହେବ। ଆଉ ସକାଳେ ପ୍ରସାଦ ବିତରଣ ହେବ। ଏଇଭଳି କାର୍ଯ୍ୟକ୍ରମ ଯେଉଁମାନେ ଚାହିଁବେ ଆସିପାରିବେ। କିନ୍ତୁ ନିବେଦନ ହେଉଛି ବର୍ଷା ମାସ ଆସୁଛି, ଏବେଠାରୁ ଶପଥ ନିଅନ୍ତୁ ନିଜ ନିଜ ବାସସ୍ଥାନରେ ବାଡ଼ି ବଗିଚାରେ କି କେଉଁଠି କେମିତି ଅନ୍ତତଃ ସର୍ବନିମ୍ନ 5ଟି ଗଛ ଲଗାନ୍ତୁ। ଆଉ କଥାଟି ଏଇଠି ରଖିବା। Hari
Jai Radha